ସାଙ୍ଗମାନେ ପ୍ରେଜେଣ୍ଟ ମାଇଣ୍ଡ କ'ଣ? ଉପସ୍ଥିତ ବୁଦ୍ଧି ବା ପ୍ରେଜେଣ୍ଟ ମାଇଣ୍ଡ ଆକ୍ଚୁଆଲି କ'ଣ? ଗପଟି ଶୁଣିବା ପୂର୍ବରୁ ପ୍ଲିଜ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦେବେ। ଶ୍ୟାମଲାଲ ଓ ହରିମୋହନ ଉଭୟ ବଣିକ ଥିଲେ। ଦୁହିଁଙ୍କ ଘର ଗୋଟିଏ ସହରରେ। ଦୁହେଁ ବାଣିଜ୍ୟ କରିବାକୁ ଶ୍ରୀପୁର ଯାଇଥିଲେ। ସେଇଠି ହିଁ ସେ ଦୁହିଁଙ୍କର ଦେଖା ହୋଇଗଲା। ଶ୍ୟାମଲାଲ ବୋଇତରେ ସେଠାକୁ ଯାଇଥିଲେ, ମାତ୍ର ସ୍ଥଳ ପଥରେ ହରିମୋହନ ସେଠାକୁ ଯାଇଥିଲେ। ଶ୍ୟାମଲାଲଙ୍କ ଅନୁରୋଧରେ ହରିମୋହନ ନିଜ ସହକାରୀ 3 ଜଣ ସମେତ ତାଙ୍କ ବୋଇତରେ ଦେଶକୁ ଫେରିବାକୁ ରାଜି ହେଲେ। ବୋଇତ ଛାଡ଼ିଦେଲା। ରାତିରେ ଶ୍ୟାମଲାଲ ହରିମୋହନକୁ 2 ଖଣ୍ଡି ହୀରା ଦେଖାଇ କହିଲେ, ଭାଇ, ଏହା ହିଁ ମୋର ସବୁଠାରୁ ମୂଲ୍ୟବାନ ଆମଦାନୀ। ଯଦି ଜାହାଜ ଲୁଟେରାଙ୍କ ହାବୁଡ଼ରେ ପଡ଼ିବୁ ତେବେ ମୁଁ କ'ଣ କରିବି? ହରିମୋହନ କହିଲେ, ତମେ ତାକୁ ଅଣ୍ଟିରେ ବାନ୍ଧି ରଖ। ସତକୁ ସତ ତା ପରଦିନ ଗୋଟାଏ ଲୁଟେରା ଜାହାଜ ଆସି ଶ୍ୟାମଲାଲଙ୍କ ବୋଇତର ସାମ୍ନା କଲା। ଲୁଟେରାମାନେ ଆଉ ସବୁ ନେବା ପରେ ଜଳପତି ଶ୍ୟାମଲାଲ ଓ ହରିମୋହନଙ୍କୁ ଛୁରୀ ଦେଖାଇ କହିଲା, ବର୍ତ୍ତମାନ ତମମାନଙ୍କୁ ତଲାସ କରିବି। ହରିମୋହନ ଶ୍ୟାମଲାଲଙ୍କ ଆଡ଼େ ଅନାଇ ବିକଳ ଭାବରେ କହିଲା, ଭାଇ, ପ୍ରାଣଠୁ କ'ଣ ହୀରାଟା ବଡ଼? ଆମର ସେ ହୀରା 2 ଖଣ୍ଡ ଦେଇଦିଅ। ଶ୍ୟାମଲାଲ କାନ୍ଦ କାନ୍ଦ ହୋଇ ଅଣ୍ଟାରୁ ହୀରା ଖୋଲି ଦେଇଦେଲେ। ତାପରେ ଲୁଟେରାମାନେ ସେଠାରୁ ଚାଲିଗଲେ। ଶ୍ୟାମଲାଲ କହିଲେ, ହରିମୋହନ, ତମେ ମୋତେ ଧୋକା ଦେଲ। ହରିମୋହନ କିଛି ନ କହି ଚୁପ୍ ରହିଲେ, ଆଉ ଧୀର ଭାବରେ ନିଜ ଅଣ୍ଟିରୁ ଗୋଟାଏ ଥଳି ବାହାର କରି ତାକୁ ଖୋଲି ଧରିଲେ। ସେଥିରେ 20 ଖଣ୍ଡି ମୂଲ୍ୟବାନ ହୀରା ଥିଲା। ସେ କହିଲେ, ଭାଇ, ଏସବୁ ତମର ସେ ହୀରାମାନଙ୍କ ତୁଳନାରେ ଅଧିକ ମୂଲ୍ୟବାନ। ମୁଁ ତମ ହୀରା 2 ଖଣ୍ଡି କଥା କହିନଥିଲେ ସେ ଆମ ଉଭୟଙ୍କୁ ତଲାସ କରି ଆମଠୁ ସବୁ ନେଇଯାଇଥାନ୍ତା। ବର୍ତ୍ତମାନ ଏଥିରୁ ଯେକୌଣସି 4 ଗୋଟି ହୀରା ତମେ ନିଅ। ତ ସାଙ୍ଗମାନେ ଜାଣିପାରିଲେ ତ ଉପସ୍ଥିତ ବୁଦ୍ଧି ବା ପ୍ରେଜେଣ୍ଟ ମାଇଣ୍ଡ କ'ଣ? ଯଦି ଗପଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।